ତୁଳା ରାଶି ଆଉ ତୁଳା ଲଗ୍ନ ଦେଖନ୍ତୁ ଆପଣଙ୍କ ପାଇଁ ଏଇ ଯେଉଁ ବୁଧଙ୍କର ବକ୍ରଗତି ଆରମ୍ଭ ହେବ ଜୁନ୍ 29 ରୁ 25 ଦିନ ପାଇଁ ବୋଲି ଜୁଲାଇ 23 ଯାକେ ଆଉ ଶନିଙ୍କର ଆରମ୍ଭ ହେବ 26 ଜୁଲାଇରେ। ତ ଆପଣ ଏହାର ଫଳପ୍ରଦ ଆପଣ ଦେଖିବାକୁ ପାଇବେ ଏକ ଟ୍ୱିନ୍ ରେଟ୍ରୋଗ୍ରେସନ୍ ଯାହାର କି ପ୍ରଭାବ ଆପଣଙ୍କୁ ଟିକେ ଅଧିକା ଭାବରେ ଦେଖିବାକୁ ମିଳିବ। କାରଣ ବଡ଼ ଗ୍ରହ ଯେତେବେଳେ ବକ୍ରଗତିକି ଯାଆନ୍ତି ତାର ପ୍ରଭାବ ଟିକେ ସମୟ ପୂର୍ବରୁ ଆରମ୍ଭ ହୋଇଥାଏ। ତେଣୁ ଆପଣଙ୍କୁ ତାହା ଦେଖିବାକୁ ମିଳିବ। ଶନିଙ୍କର ଡିଟେଲ୍ସ ଜାଣିବା ପାଇଁ ହେଲେ ତା ପାଇଁ ଭିଡ଼ିଓ ଅଛି, ଆପଣ ଚେକ୍ କରିପାରିବେ। ବର୍ତ୍ତମାନ ଆପଣଙ୍କ ପାଇଁ ଏଇ ଯେଉଁ ବକ୍ରଗତିଟି ଆରମ୍ଭ ହେବ ଆପଣଙ୍କ ଦଶମ ଭାବରେ ହେବା ପାଇଁ ଯାଉଛି। ଦଶମ ଭାବ ଆପଣଙ୍କ ପ୍ରଫେସନ୍, ଆପଣଙ୍କର କ୍ୟାରିୟର, ଆପଣଙ୍କର ଯେଉଁ କାଇଣ୍ଡ ଅଫ୍ କମିଟମେଣ୍ଟ ଗୋଟେ କର୍ମକୁ କରିବା ପାଇଁ ବୋଲି ସବୁ ସେଇ ଜିନିଷ ଆଉ ଆପଣ ଏଇ ସମୟରେ ସବୁ ସେଇ ଜିନିଷକୁ ପ୍ରପର ଭାବରେ ଆପଣ ଆଗ ପ୍ରଥମେ ଭ୍ୟାଲିଡେସନ୍ କରିବେ, ତାପରେ ସେଇ ସବୁ ଜିନିଷ ଆପଣ କରିବେ। କାରଣ ଆପଣ ଭଲ ସମୟ ଦେଖି ଆସୁଥିଲେ ବର୍ତ୍ତମାନ ଜୁନ୍ ମାସରେ, ସେଇ ଜିନିଷ ଆପଣଙ୍କ ମନରେ ରହିବ ଆଉ ଆପଣଙ୍କ ମନର ଇମ୍ପ୍ୟାକ୍ଟ ୟା ଉପରେ ରହିବ ତୁଳା ରାଶିଙ୍କ ପାଇଁ, ତୁଳା ଲଗ୍ନଙ୍କ ପାଇଁ ବୋଲି। ତ ଆପଣ ଟିକେ କେୟାରଲେସ୍ ହେଇପାରନ୍ତି। ଆପଣଙ୍କ ପ୍ରଫେସନାଲ ପଏଣ୍ଟ ଅଫ୍ ଭ୍ୟୁରୁ ଆପଣଙ୍କୁ ଦେଖିବାର ଅଛି ଯଦି ପର୍ଟିକୁଲାରଲି କିଛି କମିଟମେଣ୍ଟ ଆପଣ ଆଗରୁ କରିଥିଲେ ସେ କମିଟମେଣ୍ଟକୁ ଆଉ ଥରେ ରିଭ୍ୟୁ କରିବେ। କେଉଁ ବି କ୍ଲାଏଣ୍ଟ ହେଲେ ଆପଣଙ୍କର ଯଦି ବିଜନେସ୍ ଟ୍ରାଞ୍ଜାକ୍ସନ୍ ହେଲା କିମ୍ବା ଆପଣଙ୍କର ଯଦି ଅଫିସ୍ ସ୍ପେସ୍ରେ ବି ଅଛି ଆପଣଙ୍କର କ୍ଲାଏଣ୍ଟଙ୍କ ସହିତ ଆପଣଙ୍କର କିଛି ଆଗ୍ରିମେଣ୍ଟ ସେରିକା ଆପଣ କରିବା ପାଇଁ ଯାଉଛନ୍ତି ତାକୁ ପ୍ରପର ଭାବରେ ଚେକ୍ କରିବେ। ହାଉସ୍ ଅଫ୍ ପ୍ରଫେସନ୍ ୟାର ଇମ୍ପ୍ୟାକ୍ଟ ରହିବ, ପୁଣି ବୁଧ ପୁଣି ପର୍ଟିକୁଲାରଲି ୟାର ଇମ୍ପ୍ୟାକ୍ଟ ଆହୁରି ଅଧିକା ରହିବ। ଆପଣ ଲଗ୍ନପତି ବି ଏହି ସମୟରେ କର୍କଟରେ ଅଛନ୍ତି, ତ ତେଣୁ ଏସବୁ ଜିନିଷର ଇମ୍ପ୍ୟାକ୍ଟ ଟିକେ ଅଧିକା ଭାବରେ ରହିବ। ହେଲ୍ଥ ପଏଣ୍ଟ ଅଫ୍ ଭ୍ୟୁରୁ ଆପଣଙ୍କ ପାଇଁ ମୋଟେ ଭଲ ସମୟ ନୁହଁ, କାରଣ ଆପଣଙ୍କ ପ୍ରଫେସନାଲର ଯେଉଁ ଆପଣଙ୍କୁ କିଛି କିଛି ଜିନିଷ ଦେଖିବାକୁ ପଡ଼ିବ ତାହା ଆପଣଙ୍କ ମନ ଲେବୁଲରେ ଆପଣଙ୍କୁ ଇମ୍ପ୍ୟାକ୍ଟ କରିବ। କାରଣ ଆପଣ ଗୋଟେ ହଠାତ୍ କରି ଚେଞ୍ଜ ଅଫ୍ ଜିନିଷ ଆପଣଙ୍କ ପାଇଁ ଆସିବ। କାରଣ ଆପଣଙ୍କର ଭଲ ସମୟ ଚାଲିଥିଲା, ଆପଣ ଭାବିନଥିବେ ହଠାତ୍ କରି ଟିକେ କିଛି ବି ଟିକେ କେୟାରଲେସନେସ୍ ହେବ ଆଉ ସେଥିପାଇଁ ବୋଲି ଆପଣଙ୍କର ଆଉଟକମ୍ଟା ଟିକେ ଆପଣଙ୍କର ଏଗେନଷ୍ଟରେ ଯିବ। ମନ ସେଥିପାଇଁ ଇମ୍ପ୍ୟାକ୍ଟେଡ଼ ରହିବ। ମନ ପ୍ରଭାବର ପଏଣ୍ଟ ଅଫ୍ ଭ୍ୟୁରୁ ଆପଣଙ୍କ ମାନେ ସ୍ୱାସ୍ଥ୍ୟ ପ୍ରତି ବି ତାହା ଆପଣଙ୍କୁ ପ୍ରଭାବ କରିବ। ସେଥିପାଇଁ ବୋଲି ଆଉ ମୁଁ କହିବି ଏଇ ସମୟରେ କିଛି କାଇଣ୍ଡ ଅଫ୍ ଯଦି ମାନେ ଏକ୍ଜାମ୍ ସେରିକା ଅଛି, କିଛି ଏକ୍ଜାମ୍ ସେରିକା ଦେବା ପାଇଁ ଯାଉଛନ୍ତି, ଯଦି ଅନଲାଇନ୍ ଏକ୍ଜାମ୍ ତାହେଲେ ଟିକେ ଆପଣ 23 ଜୁଲାଇ ଯାକେ ନେଇପାରନ୍ତି। ଆଟଲିଷ୍ଟ କିଛି ନହେଲେ ବି ଯଦି 15 ଜୁଲାଇ ଯାକେ ନେଇପାରନ୍ତେ ତାହେଲେ ବହୁତ ଭଲ ହେଇପାରିବ। ଆଉ ଯଦି ବେଶୀ ଫୋର୍ସିବଲି କିଛି ଏକ୍ଜାମ୍ ସେରିକା ଅଛି ଟିକେ ପିଲାମାନଙ୍କ ପାଇଁ, ଷ୍ଟୁଡେଣ୍ଟସ୍ ମାନଙ୍କ ପାଇଁ ଏ ସମୟରେ ଏକ୍ଜାମ୍ସ ଦେବା ପାଇଁ ବୋଲି ଯଦି ଯାଉଛନ୍ତି ପ୍ରପର ଭାବରେ ତାର ପ୍ରିପାରେସନ୍ କରିବେ, ସଠିକ୍ ଜିନିଷ ଦେଖିବେ, ଲର୍ନ କରିବେ, ସେଇ ସବୁ ସେମ୍ ଜିନିଷ ଚେଷ୍ଟା କରିବେ ଆପଣଙ୍କ ଏକ୍ଜାମ୍ସ ପେପରରେ କିରି ଆପଣ ଯେମିତି ପୁଟ୍ ଆକ୍ରସ୍ କରିପାରିବେ। ତ ଏହା ହେଉଛି ଜିନିଷ। ବାକି ସବୁ ଜିନିଷରେ ରିଲେସନସିପ୍ ପଏଣ୍ଟ ଅଫ୍ ଭ୍ୟୁରୁ ମୋତେ ଲାଗୁନି କିଛି ଅସୁବିଧା ଅଛି, ସବୁ ଠିକ୍ଠାକ୍। କେବଳ ଏଇ ଯେଉଁ ଦୁଇ ତିନିଟା ଜିନିଷ ଆପଣଙ୍କୁ କହିଛି ଆପଣଙ୍କୁ ଟିକେ ଦେଖିବାକୁ ମିଳିବ। ବାକି ଭଗବାନ ଆପଣଙ୍କ ସମୟ ଶୁଭମୟ କରନ୍ତୁ, ଏହା ମୋର ଭଗବାନ ପାଖରେ ବିନତି।